ମୁଁ ବିଶ୍ୱନାଥ ସମସ୍ତଙ୍କୁ ବାଗଦେବ ଟ୍ୟୁଟର ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ କରୁଛି। ତୁମର ଇତିହାସର ପ୍ରଥମ ଅଧ୍ୟାୟର ଦ୍ୱିତୀୟ ପାଠ ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ। ଏହି ପାଠର ପ୍ରଶ୍ନାବଳୀରେ ଯେତେ ପ୍ରଶ୍ନ ଉତ୍ତର ଅଛି ଅର୍ଥାତ୍ 1 ନମ୍ବର ଠାରୁ ଆରମ୍ଭ କରିକି ଲାଷ୍ଟ ନମ୍ବର ପର୍ଯ୍ୟନ୍ତ ସବୁ କ୍ୱେଶ୍ଚିନ୍ ଆନ୍ସର ଗୁଡ଼ାକ ଆମେ ଡିସ୍କସନ୍ କରିବା। ଟୋଟାଲ୍ 4 ନମ୍ବର ପର୍ଯ୍ୟନ୍ତ ଅଛି ତୁମର କ୍ୱେଶ୍ଚିନ୍ ଆନ୍ସର। ସବୁ ଲଙ୍ଗ କ୍ୱେଶ୍ଚିନ୍ ଆଉ ସର୍ଟ କ୍ୱେଶ୍ଚିନ୍ ଆନ୍ସର ଏଠାରେ ଆମେ ଆଲୋଚନା କରିବା। କେବଳ ମୁଁ କହିବିନି, କେବଳ ସବୁ ଯାକ ବୁଝେଇଦେବି, ଯେମିତି ଥିଓରି ବୁଝେଇଲା ଭଳିଆ ବୁଝେଇଦେବି, ଯାହାଦ୍ୱାରା କି ସମସ୍ତଙ୍କର ପୁରା ଆରାମସେ ମନେ ହେଇଯିବ। ଅସହଯୋଗ ଆନ୍ଦୋଳନ ବିଷୟରେ ଜାଣିଥିବ ଯେ ମହାତ୍ମା ଗାନ୍ଧୀ କେମିତି ଆନ୍ଦୋଳନ କରିଥିଲେ, କୋଉଠୁ ଷ୍ଟାର୍ଟ ହୋଇଥିଲା, କେମିତି ଷ୍ଟାର୍ଟ ହେଇଥିଲା, କୋଉମାନେ ଅଂଶଗ୍ରହଣ କରିଥିଲେ, କ'ଣ ସବୁ ବାରଣ କରାଯାଇଥିଲା, କେମିତି ଏହାର ପ୍ରଭାବ ପଡ଼ିଥିଲା, ସବୁ କିଛି। ତେଣୁ ଏ ବିଷୟରେ ଅବଗତ ଥିବ। ଯଦି ନାହଁ ସମସ୍ତେ ଗୋଟିଏ ଥର ରିଡ଼ିଂ କରିଦେବ। ଯେତେ ଥର ରିଡ଼ିଂ କରିବ ତୁମର ସେତେ ଇମ୍ପ୍ରୁଭ ହେବ, ଏଇଟା ମନେ ରଖିଥାଅ। ତାପରେ ମୁଁ ଅଲରେଡ଼ି ପ୍ରଥମ ପାଠର ଭିଡ଼ିଓ ଅପଲୋଡ଼ କରିଦେଇଛି କ୍ୱେଶ୍ଚିନ୍ ଆନ୍ସରର। ତେଣୁ ଯେଉଁ ପିଲାମାନେ ଦେଖିନାହଁ ଯାଇକି ଦେଖିପାରିବ। ଲିଙ୍କ ଡେସ୍କ୍ରିପସନ୍ ବକ୍ସରେ ମିଳିଯିବ କିମ୍ବା ପ୍ଲେଲିଷ୍ଟ ସେକ୍ସନକୁ ଯାଇକି ତୁମେ ଚେକ୍ ଆଉଟ୍ କରିପାରିବ। ତେଣୁ ବର୍ତ୍ତମାନ ଆମେ ଦେଖିବା 1 ନମ୍ବର ଖିଲାଫତ ଆନ୍ଦୋଳନ କାହିଁକି ହୋଇଥିଲା ଏବଂ ଏହାର ପରିଚାଳନା ପାଇଁ ଗଠିତ କମିଟିରେ କେଉଁମାନେ ସଦସ୍ୟ ରହିଥିଲେ। ଦେଖ, ଖିଲାଫତ ଆନ୍ଦୋଳନ କାହିଁକି ଷ୍ଟାର୍ଟ ହେଇଥିଲା କହିଲ? ନା, ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ହେଲା, ଯେହେତୁ ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ ଦେଶଟା ମିତ୍ରଶକ୍ତି ବିରୋଧରେ, ମାନେ ମିତ୍ରଶକ୍ତି ଏଗନେଷ୍ଟରେ ଯୁଦ୍ଧ କରିଥିଲା ଏବଂ ସେଥିପାଇଁ ଯେହେତୁ ଏଗନେଷ୍ଟରେ ଯୁଦ୍ଧ କରିଥିଲା, ସେଥିପାଇଁ ଯେଉଁ ତୁର୍କୀ ସାମ୍ରାଜ୍ୟଟାକୁ କ'ଣ କରାହେଲା ନା ବିଭିନ୍ନ ଭାଗରେ ବିଭକ୍ତ କରାଗଲା। ତେଣୁ ତୁର୍କୀ ଭଳିଆ, ଯେହେତୁ ତୁର୍କୀ ଗୋଟେ ଦେଶ, ମାନେ ଗୋଟେ ତୁର୍କୀ ଦେଶ ଏବଂ ଇଏ ମିତ୍ରଶକ୍ତି ବିରୋଧରେ ଯୁଦ୍ଧ କଲା। ଏ ମିତ୍ରଶକ୍ତି ବିଷୟରେ ପଢ଼ିଥିବ ନବମ ଶ୍ରେଣୀରେ, ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ମିତ୍ରଶକ୍ତି ବିରୋଧରେ ଯେହେତୁ ଯୁଦ୍ଧ କରିଥିଲା, ତେଣୁ ଯୁଦ୍ଧ ସମୟରେ ଏଇ ଯେଉଁ ତୁର୍କୀର ସାମ୍ରାଜ୍ୟଟା, ମାନେ ଟୋଟାଲ ଏଇ ଯେଉଁ ଭୌଗୋଳିକ ଜାଗାଟାକୁ ଟୋଟାଲ ଭାଗ କରାଗଲା। ଯେମିତି ଧର ଗୋଟେ ପ୍ଲଟ କହୁଛ, ପ୍ଲଟରେ କ'ଣ କେତେ ପ୍ଲଟ ଅଛି, ବିଭିନ୍ନ ପ୍ରକାର ସାଇଜର ପ୍ଲଟ ଅଛି। ତ ମୁଁ କହିବି ମାନଙ୍କର ବଡ଼ ପ୍ଲଟଟେ ଅଛି, ଏଇଟା ମୁଁ ପ୍ଲଟିଂ କରି ବିକିବି, ଆକୁ 4ଟା ପ୍ଲଟ କରିଦେବି, ହବ ନାହିଁ ନା? ହଁ ସାର୍ ହବ। ଠିକ୍ ସେମିତି ତୁର୍କୀ ଯଦି ବଡ଼ ଦେଶଟା, ଆକୁ କ'ଣ କରାଗଲା, ପ୍ରଥମ ବିଶ୍ୱଯୁଦ୍ଧ ପରେ ଆକୁ ବିଭିନ୍ନ ଭାଗରେ ବିଭକ୍ତ। ବ୍ୟଥିତ ହେଇଗଲେ ଏବଂ ରାଗି ମଧ୍ୟ ଗଲେ, ଅଟୋମେଟିକ ରାଗିଯିବେ। ଆମ ଭାଇମାନଙ୍କୁ ତମେ ହଇରାଣ କରିବ ନା, ସେଭଳି ଆଉ କ'ଣ। ଯେଉଁମାନେ ତୁର୍କୀର ସୁଲତାନ ଥିଲେ ମୁସଲମାନଙ୍କର ଧର୍ମଗୁରୁ ବା ଖଲିଫା, ତାହେଲେ ଏମାନେ କାହିଁକି ବିଦ୍ରୋହୀ ଉଠିଲେ? କାରଣ ଯେହେତୁ ତୁର୍କୀର ସୁଲତାନ ମୁସଲମାନଙ୍କର ଧର୍ମଗୁରୁ ବା ଖଲିଫା ଥିଲେ, ତେଣୁ ଖଲିଫାକୁ ଦେଖାଇ ଭାରତରେ ଯେଉଁ ଆନ୍ଦୋଳନ ହୋଇଥିଲା ତାକୁ ଖିଲାଫତ ଆନ୍ଦୋଳନ କୁହାଯାଏ। ଅର୍ଥାତ୍ ଖଲିଫାକୁ ସମର୍ଥନ କରି ବା ଖଲିଫାକୁ ସମ୍ମାନ ଦେଖାଇ ଯେଉଁ ଆନ୍ଦୋଳନ କରାଯାଇଥିଲା ତାହାକୁ ଖିଲାଫତ ଆନ୍ଦୋଳନ କୁହାଯାଏ। ଟିକେ ଟିକେ ଟାଇପିଂ ମିଷ୍ଟେକ୍ ଅଛି, ଆଡଜଷ୍ଟ କରିବା, ମୁଁ ଭଲ ଭାବରେ କହିଦେଉଛି। ତେଣୁ ଏଇ ଯେଉଁ ଖିଲାଫତ ଆନ୍ଦୋଳନରେ 2 ଜଣ ଅଲି ଭ୍ରାତା ଭାଗ ନେଇଥିଲେ। ଜଣେ ହେଲେ ଶୌକତ ଅଲି ଆଉ ଜଣେ ହେଲେ ମହମ୍ମଦ ଅଲି। ଏବଂ ଏଇ ଯେଉଁ ଅଲି ଭ୍ରାତା ଦ୍ୱୟଙ୍କ ଦ୍ୱାରା ଏଇ ଯେଉଁ ଖିଲାଫତ ଆନ୍ଦୋଳନ ଷ୍ଟାର୍ଟ କରାଯାଇଥିଲା, ସେଇ ଆନ୍ଦୋଳନ ପରିଚାଳନା କରିବା ପାଇଁ ଗୋଟେ କମିଟି ଗଠିତ ହୋଇଥିଲା ଏବଂ ଏହି କମିଟିରେ ଆବୁଲ କାଲାମ ଆଜାଦ, ହକିମ ହଜମଲ ଖାନ ଆଉ ହସରତ ମୋହିନୀ ଏମାନେ ସଦସ୍ୟ ଥିଲେ। ମନେ ହେଲା ଏତିକି। ନେକ୍ସଟ, ଖିଲାଫତ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା ଆଲୋଚନା କର। ହେଲେ ମହାତ୍ମା ଗାନ୍ଧୀଙ୍କର ଭୂମିକା କ'ଣ ଥିଲା ଖିଲାଫତ ଆନ୍ଦୋଳନରେ? ପ୍ରଥମ କଥା ନା, ମହାତ୍ମା ଗାନ୍ଧୀ ହିନ୍ଦୁ ଆଉ ମୁସଲମାନଙ୍କୁ ମିଶାଇବା ପାଇଁ ମାନେ ବିଭିନ୍ନ ପ୍ରକାର ଭିତ୍ତିଭୂମି ସେ ଗଢ଼ୁଥିଲେ। ସେଥିପାଇଁ ହିନ୍ଦୁ ଆଉ ମୁସଲମାନ କେମିତି ଏକ ହେଇକି ରହିବେ, ଯାହାଦ୍ୱାରା କି ଆମେ ସ୍ୱାଧୀନତା ପାଇପାରିବା, ସେଥିପାଇଁ ସେ ଖିଲାଫତ ଆନ୍ଦୋଳନକୁ ମଧ୍ୟ ସମର୍ଥନ କଲେ। ମନେ ହେଲା। ତେଣୁ 1919 ମସିହାରେ 1919 ନଭେମ୍ବର ମାସରେ ମହାତ୍ମା ଗାନ୍ଧୀ କ'ଣ କଲେ, ନିଷ୍ଫଳ ଭାରତ ଖିଲାଫତ ସମ୍ମିଳନୀର
ନିଖିଳ ଭାରତ ନିଷ୍ପନ୍ନ ଏଟା ହେଲା টাইপিং মিস্টেক ଅଛି ନିଖିଳ ଭାରତ ଖିଲାଫତ ଦେଖୁନ ଖିଲାଫତ ସମ୍ମିଳନୀର ସଭାପତି ଭାବରେ ନିର୍ବାଚିତ ହେଲେ ଏବଂ ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ଏଇ ଯୋଉ ନିଖିଳ ଭାରତ ଖିଲାଫତ କମିଟି ଥିଲା ସେଇଟା ଅସହଯୋଗ ଆନ୍ଦୋଳନର ଯାହା ବି କାର୍ଯ୍ୟକ୍ରମ ଥିଲା ତାକୁ ସେ ଗ୍ରହଣ କଲା ଏବଂ ସେହି କାର୍ଯ୍ୟକ୍ରମ ଅନୁସାରେ ବା ସେଇ କାର୍ଯ୍ୟସୂଚୀ ଅନୁସାରେ ଆନ୍ଦୋଳନ ଆରମ୍ଭ କରିଥିଲା କିଏ ନା ନିଖିଳ ଭାରତ ଖିଲାଫତ କମିଟି ଏବଂ ଇଂରେଜ ସରକାରଙ୍କ ସହିତ ସମ୍ପର୍କ ଟୋଟାଲି ଛିନ୍ନ କରିଦେବା ମାନେ ଇଂରେଜ ସରକାରଙ୍କ ସହିତ ଆମେ କୌଣସି ପ୍ରକାର ସମ୍ପର୍କ ରଖିବା ନାହିଁ ଏଇଭଳି ନିଷ୍ପତ୍ତି ନିଆଯାଇଥିଲା ଏଇ ଖିଲାଫତ କମିଟି ଦ୍ୱାରା ତାପରେ ମୁସଲିମ ଲିଗ ଆଉ ଭାରତୀୟ ଜାତୀୟ କଂଗ୍ରେସ ଖିଲାଫତ ଆନ୍ଦୋଳନକୁ ସମର୍ଥନ କରିଥିଲା ଯୋଉ ମୁସଲିମ ଲିଗ ହେଇଗଲା ଏବଂ ମୁସଲିମ ଲିଗ ପରେ କ'ଣ ଭାରତୀୟ ଜାତୀୟ କଂଗ୍ରେସ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ଏହା ଖିଲାଫତ ଆନ୍ଦୋଳନ ମଧ୍ୟ ସମର୍ଥନ କରିଥିଲା ମନେ ହେଲା ତାପରେ এটা হচ্ছে ବହୁତ ইম্পর্টাଣ୍ଟ কোশ্চেন যে অসহযোগ আন্দোলনର କାର୍ଯ୍ୟକ୍ରମ କ'ଣ ଦେଖ ଏଇଟା ବି ଇମ୍ପର୍ଟାଣ୍ଟ କୋଶ୍ଚେନଟା ଗୋଟେ 1 ନମ୍ବରଟା ଖିଲାଫତ ଆନ୍ଦୋଳନ କାହିଁକି ହେଇଥିଲା ବୁଝିଲ ଏଇଟା 1 ନମ୍ବରଟା ଇମ୍ପର୍ଟାଣ୍ଟ ଏକ୍ଜାମରେ ପଡୁଛି ଏଇଟା ବି ଇମ୍ପର୍ଟାଣ୍ଟ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କ'ଣ ଥିଲା କାର୍ଯ୍ୟକ୍ରମ ଯଦି ଦେଖିବା ପ୍ରଥମ ବା ଯୋଉଟା ମୂଳ ନୀତି ସେଇ ମୂଳ ନୀତି ଥିଲା କ'ଣ ନା ଇଂରେଜ ଅନୁଷ୍ଠାନ ଆଉ ବିଦେଶୀ ଦ୍ରବ୍ୟ ବର୍ଜନ କରିବା ଏବଂ ଇଂରେଜ ସରକାରଙ୍କୁ ଆମେ ଅଚଳ କରିଦେବା ଯଦି ଆମେ ଇଂରେଜର କୌଣସି ଜିନିଷ ବ୍ୟବହାର କରିବା ନାହିଁ ତାଙ୍କେ ଯାହା ବି ଅନୁଷ୍ଠାନ କରିଛନ୍ତି ସେଠିକି ଯିବା ନାହିଁ ସେ କ'ଣ ହେଇଯିବ ଅଚଳ ହେଇଯିବ କାମ କରିବନି ତେଣୁ 1919 ମସିହାରେ ଯୋଉ ଭାରତ ଶାସନ ଆଇନ ହେଇଥିଲା 1919 ଭାରତ ଶାସନ ଆଇନ ଅନୁଯାୟୀ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଏବଂ ସରକାରୀ ଉତ୍ସବକୁ ବର୍ଜନ କରିବା ତେଣୁ 1919 ମସିହାରେ ଯୋଉ ଭାରତ ଶାସନ ଆଇନଟା ହେଇଥିଲା ସେଇ ଅନୁସାରେ ଆଗକୁ ଯାହା ବି ନିର୍ବାଚନ ହେବ ବା ଯେକୌଣସି ସରକାର ଉତ୍ସବ ହେବ ସେମାନେ କ'ଣ ଯେକୌଣସି ଜିନିଷ ସେଲିବ୍ରେଟ କରାହେବ ସରକାରୀ ସ୍ତରରେ ପର୍ବପର୍ବାଣୀ ଇତ୍ୟାଦି ତାକୁ ଆମେ ବର୍ଜନ କରିବା ଆମେ ସେଠିକି ଯିବାନି ଆଉ ସମସ୍ତ ପ୍ରକାର ସରକାରୀ ଉତ୍ପାଦି ଫେରସ୍ତ କରିବା ଯଦି ଆମେ କୌଣସି ସରକାରୀ ଚାକିରିରେ ଅଛେ ବା ସରକାରୀ ପଦବୀ ଅଛି କିମ୍ବା ଉପାଧି ଅଛି ମୋତେ କୌଣସି ଉପାଧି ମିଳିଛି ମାନଙ୍କର ସରକାରଙ୍କ ତରଫରୁ ତାକୁ ମୁଁ ଫେରସ୍ତ କରିଦେବି ସରକାରଙ୍କ ପାଖରୁ ମାନଙ୍କର ମୁଁ କୌଣସି ସରକାରୀ ଚାକିରିରେ ଅଛି କୌଣସି ପଦବୀରେ ଅଛି ସେଇ ପଦବୀରୁ ମୁଁ ଇସ୍ତଫା ଦେଇଦେବି ବା ରିଜାଇନ୍ ଦେଇଦେବି ଏଭଳି ନିଷ୍ପତ୍ତି ନିଆଗଲା ତେଣୁ ଆଇନଜୀବୀଙ୍କ ଦ୍ୱାରା ବିଚାରାଳୟ ବିଭାଜନ କରାଗଲା ଯେଉଁମାନେ ଆଇନଜୀବୀ ଥିଲେ ସେମାନଙ୍କ ଦ୍ୱାରା କ'ଣ କରାଗଲା ନା ଯୋଉ ବିଚାରାଳୟ ଥିଲା ମାନେ କୋର୍ଟ ମାନେ ଯୋଉ ଓକିଲ ମାନେ ଥିଲେ ସେଇ ଓକିଲ ମାନେ ବା ଆଇନଜୀବୀ ମାନେ କୋର୍ଟକୁ ବର୍ଜନ କରିଦେଲେ ଛାତ୍ରମାନଙ୍କ ଦ୍ୱାରା ସରକାରୀ ବିଦ୍ୟାଳୟ ଆଉ ମହାବିଦ୍ୟାଳୟ ମଧ୍ୟ ବର୍ଜନ କରାଗଲା ଯେଉଁମାନେ ଛାତ୍ର ମାନେ ଥିଲେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଦ୍ୱାରା ଯୋଉ ସରକାରୀ ବିଦ୍ୟାଳୟ ହେଇଗଲା ଆଉ ମହାବିଦ୍ୟାଳୟ ସ୍କୁଲ ଆଉ କଲେଜ ଏଗୁଡ଼ିକ ମଧ୍ୟ ବର୍ଜନ କରିଦେଲେ କିଏ ପିଲାମାନେ ଆଉ ଯୋଉ ବିଦେଶୀ ଦ୍ରବ୍ୟ ବା ବିଦେଶୀ ଲୁଗା ଇତ୍ୟାଦି ମଧ୍ୟ ବର୍ଜନ କରିବା ଥିଲା ଅସହଯୋଗ ଆନ୍ଦୋଳନର ମୁଖ୍ୟ ବା ପ୍ରମୁଖ କାର୍ଯ୍ୟକ୍ରମ ଯେ ଆମେ କୌଣସି ବିଦେଶୀ ଜିନିଷ ବ୍ୟବହାର କରିବାନି କି ବିଦେଶୀ ଲୁଗାକୁ ମଧ୍ୟ ବର୍ଜନ ବର୍ଜନ କରିଦେବା ବ୍ୟବହାର କରିବାନି ମନେ ହେଲା ଟିକେ ଓକେ ଅସହଯୋଗ ଆନ୍ଦୋଳନର ଫଳାଫଳ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ତେଣୁ ଅସହଯୋଗ ଆନ୍ଦୋଳନର ଫଳାଫଳ କ'ଣ ଥିଲା ଦେଖ ସୁଦୂର ପ୍ରସାରୀ ଥିଲା ଅସହଯୋଗ ଆନ୍ଦୋଳନର ଫଳାଫଳ ସୁଦୂର ପ୍ରସାରୀ ଥିଲା ମାନେ କିଛି ଦୂର ଏଟା ବ୍ୟାପି ଯାଇଥିଲା ଏବଂ ପ୍ରଥମ ଥର ପାଇଁ ଫାର୍ଷ୍ଟ ଟାଇମ୍ ପାଇଁ ଇଂରେଜ ସରକାରଙ୍କ ବିରୁଦ୍ଧରେ କୌଣସି ଗୋଟେ ଆନ୍ଦୋଳନ ଯୋଉଟାକି ଏକାଠି ସମସ୍ତେ ଆନ୍ଦୋଳନ କରୁଥିଲେ ସଂଗଠିତ ହୋଇକି ଏଇଟା ପରିଚାଳିତ ହେଉଥିଲା ମାନେ କ'ଣ ଏକାଠି ଏଇଟା ବହୁତ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ ଏହି ଯୋଉ ଆନ୍ଦୋଳନଟା ଭବିଷ୍ୟତରେ ଆହୁରି ବିଦ୍ରୋହ ଆଉ ବିପ୍ଳବ କରିବା ପାଇଁ ଭାରତବାସୀ ମଧ୍ୟ ଉତ୍ସାହିତ ଦେଇଥିଲେ ତାପରେ ପ୍ରଥମ ଥର ପାଇଁ କଂଗ୍ରେସ ଆନ୍ଦୋଳନ ଜନ ଆନ୍ଦୋଳନରୁ ଗଣ ଆନ୍ଦୋଳନରେ ପରିଣତ ହୋଇପାରିବ ତେଣୁ ଫାର୍ଷ୍ଟ ଟାଇମ୍ ପାଇଁ ମଧ୍ୟ ଏଇ ଯୋଉ ଅସହଯୋଗ ଆନ୍ଦୋଳନରେ ଲୋକମାନେ ଯୋଉ ଆନ୍ଦୋଳନ କରିଥିଲେ ସେଇଟା ମାନେ କିଛି ଲୋକଙ୍କ ଠାରୁ ଆରମ୍ଭ ହେଇକି ଏଇଟା ଗୋଟେ ଗଣ ଆନ୍ଦୋଳନରେ ପରିଣତ ହେବ ମାନେ ଅଳ୍ପ ଲୋକଙ୍କ ଠାରୁ ଆନ୍ଦୋଳନଟା ଆରମ୍ଭ ହୋଇଥିଲା ଓ ଏଇଟା ଏତେ ବ୍ୟାପି ଗଲା ଯେ ଏଥିରେ ବହୁତ ହଜାର ଲକ୍ଷ ଲକ୍ଷ ଲୋକ ଅଂଶଗ୍ରହଣ ଆନ୍ଦୋଳନ 1922 ମସିହାରେ ମୁସ୍ତାଫା କମାଲ ପାଶାଙ୍କ ଦ୍ୱାରା ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହେବା ଦ୍ୱାରା ଖଲିଫା ବ୍ୟବସ୍ଥାର ଉଚ୍ଛେଦ ହେବା ଫଳରେ ଖିଲାଫତ ଆନ୍ଦୋଳନର ଯୌକ୍ତିକତା ରହିଲା ନାହିଁ ସେତେବେଳେ କ'ଣ ହେଲା ନା 1922 ମସିହାରେ
ମୁସ୍ତାଫା କମାଲ ପାଶାଙ୍କ ଦ୍ୱାରା କ'ଣ ହେଲା ନା ତୁର୍କୀରେ ଗୋଟେ ସାଧାରଣତନ୍ତ୍ର ପ୍ରତିଷ୍ଠା ହେଲା। ଯେମିତି ଆମ ଭାରତରେ ସାଧାରଣତନ୍ତ୍ର ଦିବସ ଯୋଉ ସାଧାରଣତନ୍ତ୍ର ପ୍ରତିଷ୍ଠା ହେଇଗଲା, ଠିକ୍ ସେମିତି ତୁର୍କୀରେ ମଧ୍ୟ ତାଙ୍କର ବି ସାଧାରଣତନ୍ତ୍ର ପ୍ରତିଷ୍ଠା ହେଲା। ଯେହେତୁ ସାଧାରଣତନ୍ତ୍ର ପ୍ରତିଷ୍ଠା ହେଲା, ତେଣୁ ଏ ଯୋଉ ଖିଲାଫତ ଆନ୍ଦୋଳନ ଚାଲିଥିଲା ତାର କୌଣସି ଆଉ ଭ୍ୟାଲୁ ରହିଲା ନାହିଁ। ଅସହଯୋଗ ଆନ୍ଦୋଳନ ସ୍ଥଗିତ ହେବା ପରେ ଭାରତରେ ଖିଲାଫତ ଆନ୍ଦୋଳନ ମଧ୍ୟ ଅବସାନ ଘଟିଲା। ଏଇଟା ଖିଲାଫତରେ ହେଲା। ଯେତେବେଳେ ଅସହଯୋଗ ଆନ୍ଦୋଳନ ସ୍ଥଗିତ ହେଇଗଲା ସେ ସମୟରେ ବା ଷ୍ଟପ୍ ହେଇଗଲା କିଛି ସମୟ ପାଇଁ ବା ଷ୍ଟପ୍ ହେଇଗଲା କହିବାକୁ ଗଲେ, ସେ ସମୟରେ ଭାରତରେ ଖିଲାଫତ ଆନ୍ଦୋଳନ ମଧ୍ୟ ଟୋଟାଲି ହଟିଗଲା। ମାତ୍ର ଏହି ଆନ୍ଦୋଳନ ଇଂରେଜ ସରକାରକୁ ଏକ ଶକ୍ତ ଧକ୍କା ଦେଇଥିଲା। କିନ୍ତୁ ଏଇ ଯୋଉ ଆନ୍ଦୋଳନଟା ଇଂରେଜ ସରକାରଙ୍କୁ ଗୋଟେ ଧକ୍କା ଦେଇଥିଲା ଯେ ନାହିଁ ଭାରତୀୟମାନଙ୍କ ସହିତ ଆଉ ଲଢ଼ି ହବନି, ବୁଝିଲ। ଅସହଯୋଗ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କ ଓଡ଼ିଶା ପରିଦର୍ଶନ ଏକ ବିବରଣୀ ଦିଅ। ତାହେଲେ ଅସହଯୋଗ ଆନ୍ଦୋଳନ ହବ ଆଉ ଯୋଉ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆସିବେନି? ଯେମିତି ଓଡ଼ିଶାରେ ଇଲେକ୍ସନ ହବ, କ'ଣ ପ୍ରାଇମ ମିନିଷ୍ଟର ଓଡ଼ିଶା ଆସିବେନି? ସେମିତି କ'ଣ ହେଇପାରିବ? ଆସିବେ ନା ଆଉ। ଠିକ୍ ସେମିତି ମହାତ୍ମା ଗାନ୍ଧୀ ଯେହେତୁ ମେନ୍ ଲିଡର ଥିଲେ, ସେ ମଧ୍ୟ ଓଡ଼ିଶାକୁ ଆସିଥିଲେ। ଏବଂ ସେ ଯୋଉ ଓଡ଼ିଶାକୁ ଆସିଲେ, କେବେ ଆସିଲେ, କ'ଣ କ'ଣ କଲେ, କୋଉଠି ଭାଷଣ ଦେଲେ, କ'ଣ କ'ଣ କରାଗଲା, ସବୁ ବିଷୟରେ ଆମେ ଲେଖିବା। ନା ଅସହଯୋଗ ଆନ୍ଦୋଳନକୁ ଓଡ଼ିଶାରେ ଲୋକାଭିମୁଖୀ କରିବା ପାଇଁ, ମାନେ ଲୋକମାନଙ୍କର ସମ୍ମୁଖକୁ ଆଣିବା ପାଇଁ, ଲୋକମାନଙ୍କୁ ଏହା ବିଷୟରେ ଜଣାଇବା ପାଇଁ ସେ 1921 ମସିହାରେ ଗାନ୍ଧିଜୀ ଓଡ଼ିଶା ଆସିଥିଲେ। ମନେ ରଖ ଡେଟ୍‌ଟା ପୁରା। ଓ ମସିହାଟା 1921 ମସିହା। 1921 ମାର୍ଚ୍ଚ 23 ତାରିଖରେ ସେ କଟକଠାରେ ଗୋଟେ ବିଶାଳ ଜନସଭାକୁ ଉଦ୍ବୋଧନ ଦେଲେ। କେବେ? 1921 ମାର୍ଚ୍ଚ 23ରେ ସେ ଭାଷଣ ଦେଲେ। ଏବଂ ତାଙ୍କେ ଯୋଉ ଭାଷଣ ଦେଲେ ସେଇ ଉଦ୍ବୋଧନରେ ବହୁତ ଲୋକ ଅନୁପ୍ରାଣିତ ହେଲେ ଏବଂ ବହୁତ ନାରୀମାନେ ଯେମିତିକି ରମା ଦେବୀ ହେଇଗଲେ, ଏମାନେ ତାଙ୍କର ଯେତେ ବି ଅଳଙ୍କାର ଥିଲା ସେ ଅଳଙ୍କାର ଗୁଡ଼ାକୁ, ସୁନା ରୂପା ଯାହା ବି ଅଳଙ୍କାର ଥିଲା ତାକୁ ତିଳକ ସ୍ୱରାଜ ପାଣ୍ଠିକୁ ଦାନ କଲେ। କାରଣ ଯେହେତୁ ଆନ୍ଦୋଳନ କରାଯିବ କିଛି ଟଙ୍କା ଦରକାର, ବିନା ଟଙ୍କାରେ କିଛି କରିହବନି। ଆନ୍ଦୋଳନ କରିବା ପାଇଁ ହେଲେ ଯୋଉ ଟଙ୍କା ଦରକାର ସେଇ ଟଙ୍କାରେ କ'ଣ ହବ? ଲୋକମାନେ ଖାଇବେ ପିଇବେ ଇଏ ହବ ସିଏ ହବ, ସବୁ ଭଲ ମନ୍ଦ ବୁଝା ହବ, ଅଛି ନା ସବୁ। ଆଗ ଲୋକ ଯାଇକି ହିନ୍ଦୀ କ'ଣ ଆନ୍ଦୋଳନ କରିଦେବେ କି? ଆଜିକାଲି ଏମାନଙ୍କର ଇଲେକ୍ସନ ହବ, ଇଲେକ୍ସନକୁ ଯୋଉ ଯାଉଛନ୍ତି ପାର୍ଟିରେ ବା ରାଲିରେ, ଏମିତି ପଳେଇବେ? ତାଙ୍କୁ ସେଠି ଭୋଜି ହେଇଥିବ, ଭୋଜି ଖାଇବେ, ତାପରେ ମାଣିଆ ମିଳିବ, ସେଥିପାଇଁ ଯାଉଛନ୍ତି। ସେମିତି ଏଠି ତିଳକ ସ୍ୱରାଜ ପାଣ୍ଠି ଗୋଟେ କରାଯାଇଥିଲା, ଯୋଉଟା କି ସେ ଆନ୍ଦୋଳନକୁ ଆର୍ଥିକ ସହାୟତା ପ୍ରଦାନ କରୁଥିଲା। କ'ଣ ହେଲା? ଯେମିତିକି ଗାନ୍ଧିଜୀ କଟକ ତ ଯାଇଥିଲେ ଯାହା ଛାଡ଼, ତା ସହିତ ଭଦ୍ରକ ଯାଇଥିଲେ, ପୁରୀ ଯାଇଥିଲେ, ଆଉ ବ୍ରହ୍ମପୁର ମଧ୍ୟ ଆସିକି ଉଦ୍ବୋଧନ ଦେଇଥିଲେ ଏବଂ ଓଡ଼ିଶାବାସୀଙ୍କ ମନରେ ଜାତୀୟ ଉନ୍ମାଦନା ସୃଷ୍ଟି ଥିଲେ ଏବଂ ଜାତୀୟ ସ୍ତରରେ ଉନ୍ମାଦନା ସୃଷ୍ଟି କରିଥିଲେ। ଆଉ କ'ଣ? ବାସ୍। ଆଉ ଖଦୀର ବ୍ୟବହାର, ଚରଖାର ପ୍ରଚଳନ, ଆଉ ସ୍ୱଦେଶୀ ଦ୍ରବ୍ୟ କେମିତି ବେଶୀ ବ୍ୟବହାର କରିବା, ତା ପ୍ରତି କେମିତି ଆଗ୍ରହ ପ୍ରକାଶ କରିବା, ସେ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ। ମନେ ହେଲା? ତେଣୁ 1 ନମ୍ବର ପୁରା ଆରାମସେ ବୁଝେଇଲି। 2 ନମ୍ବର ବୁଝା ଦେଖିବା। 2 ନମ୍ବର ଦେଇଛି ପ୍ରତ୍ୟେକ ପ୍ରଶ୍ନର ଉତ୍ତର 20 ଗୋଟି ଶବ୍ଦରେ ଲେଖ। ଅସହଯୋଗ ଆନ୍ଦୋଳନ କେବେ ଆଉ କିପରି ଆରମ୍ଭ ହୋଇଥିଲା? ଦେଖ, ଅସହଯୋଗ ଆନ୍ଦୋଳନ 1920 ମସିହା ଅଗଷ୍ଟ 1 ତାରିଖରେ ଆରମ୍ଭ ହୋଇଥିଲା। କେମିତି ଆରମ୍ଭ ହୋଇଥିଲା? ନା ସେଦିନ ପୂର୍ବାହ୍ନରେ କ'ଣ ହେଲା ବା ସକାଳୁ ସକାଳୁ ସେଦିନ ଲୋକମାନ୍ୟ ଯୋଉ ତିଳକ ଥିଲେ, ବାଲ ଗଙ୍ଗାଧର ତିଲକ, ତାଙ୍କର ମୃତ୍ୟୁ ଘଟିଗଲା ଏବଂ ଯେହେତୁ ମୃତ୍ୟୁ ଘଟିଗଲା ତାଙ୍କର ଶୋକ ପାଳନ କରାଗଲା ଏବଂ ଆନ୍ଦୋଳନ ମଧ୍ୟ ଆରମ୍ଭ କରାଗଲା। ଦିଟା ଉପରେ ମିଶିକି ହେଲା। ତେଣୁ ସମଗ୍ର ଦେଶରେ ହରତାଳ ଆଉ ଶୋଭାଯାତ୍ରା ମଧ୍ୟ ସଂଗଠିତ ହୋଇଥିଲା। ମନେ ହେଲା? ନେକ୍ସଟ, କେଉଁ ଘଟଣା ଗୁଡ଼ିକ ଅସହଯୋଗ ଆନ୍ଦୋଳନର ଆହ୍ୱାନକୁ ସାକାର କରିବାରେ ସହାୟକ ହୋଇଥିଲା? ତାହେଲେ କେଉଁ ଯୋଉ ଘଟଣା ଗୁଡ଼ାକ ଅସହଯୋଗ ଆନ୍ଦୋଳନର ଆହ୍ୱାନକୁ ସାକାର କରିବାରେ ସହାୟକ ହୋଇଥିଲା? କୋଉ ଆନ୍ଦୋଳନ? ନା ଭାରତ ଶାସନ ଆଇନ 1919ରେ ଯୋଉ ଭୁଲ ଥିଲା ସେଇଟା, ଆଉ ଅମୃତସର ଘଟଣା ପାଇଁ ନିଯୁକ୍ତ ହଣ୍ଟର କମିଟିର ବିବରଣୀର ପକ୍ଷପାତିତା ଅସହଯୋଗ ଆନ୍ଦୋଳନକୁ ସାକାର କରିବାରେ ସହାୟକ ହୋଇଥିଲା। ଏହାଛଡ଼ା ଭାରତର ମୁସଲମାନମାନଙ୍କ ଇଂରେଜ ବିରୋଧୀ ଖିଲାଫତ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଆହ୍ୱାନକୁ ମଧ୍ୟ ସାକାର କରିବାରେ ସହାୟକ ହୋଇଥିଲା। ଆରାମସେ ଲେଖିପାରିବ, କିଛି କଥା ନାହିଁ। କେବେ ଆଉ କାହିଁକି ହଣ୍ଟର କମିଟି ଗଠନ ହୋଇଥିଲା? ନା 1919 ଅକ୍ଟୋବର 14ରେ ହେଇଥିଲା। କାହିଁକି? ନା ଜାଲିଆନୱାଲାବାଗ ହତ୍ୟାକାଣ୍ଡ ଯୋଉ ହେଇଥିଲା ତାର ଗୋଟେ ଇନଭେଷ୍ଟିଗେସନ କରିବା ପାଇଁ ଏଟା ଷ୍ଟାର୍ଟ ହେଇଥିଲା। କଂଗ୍ରେସର କେଉଁ ଅଧିବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହେଲା?
ଆଉ କେଉଁ ଅଧିବେଶନରେ ଅନୁମୋଦିତ ହେଲା? ଦେଖ, ଗୃହୀତ ହେଲା ଯେତେବେଳେ କୋଲକାତା ଠାରେ ଗୋଟେ ଅଧିବେଶନ ଚାଲିଥିଲା। କେବେ ନା 1920 ସେପ୍ଟେମ୍ବର 4 ରୁ 9 ତାରିଖ ପର୍ଯ୍ୟନ୍ତ। ତାହେଲେ ଅନୁମୋଦନ କେବେ ହେଲା ନା 1920 ମସିହା ଡିସେମ୍ବର ମାସରେ। କୋଉଠି ନା ନାଗପୁରରେ। ମନେ ରଖ, ଏଇ ଯୋଉ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବଟା କଣ ହେଲା ନା କଲିକତାରେ ସେଇଟା ପ୍ରସ୍ତାବଟା ଗୃହୀତ ହେଲା, କିନ୍ତୁ ଅନୁମୋଦନ ପାଇଲା କେବେ ନା 1920 ଡିସେମ୍ବର ମାସରେ। କୋଉଠି? ନାଗପୁର କଂଗ୍ରେସ ବାର୍ଷିକ ଅଧିବେଶନ। ତାପରେ ତିଳକ ସ୍ୱରାଜ ପାଣ୍ଠି କଣ ପାଇଁ ଗଠନ କରାଯାଇଥିଲା? ଯେମିତିକି ମୁଁ କହିଦେଇଥିଲି ଯେ ସେଇଟା ଆନ୍ଦୋଳନକୁ ଅର୍ଥ ଯୋଗାଇବା ପାଇଁ ଗଠନ କରାଯାଇଥିଲା, ଯାହାଦ୍ୱାରା କି ସେଥିରେ ଜନସାଧାରଣ ମାନେ ମୁକ୍ତ ହସ୍ତରେ ଯାହା ପାଖରେ ଯେତେ ଟଙ୍କା ଅଛି କି ଯାହା ଅଛି ସେ ଦାନ କରୁଥିଲେ, ଏବଂ ମାନେ ଏମିତି ଦାନ କଲେ ଯେ ଅଳ୍ପ ଦିନ ମଧ୍ୟରେ ଏହା 1 କୋଟି ଟଙ୍କା ଜମା ହେଇଗଲା। ତେଣୁ ସେଇ ସମୟରେ 1 କୋଟି ଟଙ୍କାର ଭ୍ୟାଲୁ ବହୁତ ଥିଲା, ବୁଝ ନା। ସେତେବେଳେ ମୁଁ ଯେତେବେଳେ ଛୋଟ ପିଲା ଥିଲି ସେଇ ସମୟରେ କଣ 1 ଟଙ୍କାରେ 2ଟା ବରା ମିଳୁଥିଲା। 1 ଟଙ୍କାରେ 2ଟା ବରା, 2ଟା ଚପ୍, ବୁଝିଲେ କି? ସେ ସମୟରେ ମୋର ବି ମନେ ଅଛି, ସେ ସମୟରେ 25 ପଇସା ବି ଥିଲା, ଚଳୁଥିଲା ସେ ସମୟରେ। 25 ପଇସା, ତାପରେ 10 ପଇସା, ଏସବୁ ଚଳୁଥିଲା ସେଇ ସମୟ। ତାପରେ 2000 ବେଳକୁ ଧୀରେ ଧୀରେ ଆଉ ଚଳିଲାନି, ଆଠାଣି ଚାଲିଲା। ତ ଆଠାଣି ଏବେ ଆଉ କାହାକୁ ଦେଖିବାକୁ ମିଳୁନି। ତାପରେ ଟଙ୍କିକିଆ, ତାପରେ ଦେଖିବ ଟଙ୍କିକିଆ ବି ଏବେ କୋଉଠି ତମକୁ ଦେଖିବାକୁ ମିଳୁଥିବ, ଖାଲି 2 ଟଙ୍କିଆ ଦେଖିବାକୁ ମିଳୁଥିବ, 5 ଟଙ୍କିଆ। ତେଣୁ ଆଜିକା ଡେଟ୍ରେ ମଧ୍ୟ ଆଉ କେତେ ଦିନ ଗଲା ପରେ ଦେଖିବ 2 ଟଙ୍କିଆ ବି ଦେଖିବାକୁ ମିଳିବନି। ଇନଫ୍ଲେସନ ବଢୁଛି ନା। ତେଣୁ ସେଇ ସମୟରେ ଏ ଯୋଉ ଭ୍ୟାଲୁ ଥିଲା 1 କୋଟି ଟଙ୍କାର, ତାର ଭ୍ୟାଲୁ ବହୁତ ବହୁତ ମାନେ କହିବାକୁ ଗଲେ ବହୁତ ସେଇ ଅନୁସାରେ, ସେ ଟାଇମ୍ ଅନୁସାରେ। ଏବେ ଅନୁସାରେ ତ ଏବେ ବି ଭ୍ୟାଲୁ ଅଛି 1 କୋଟି ଟଙ୍କାର ଆଜି ଡେଟ୍ରେ, କିନ୍ତୁ ସେଇ ସମୟରେ ଆର ଭ୍ୟାଲୁ ଅଧିକ ଥିଲା। 1922 ଫେବୃଆରୀ 1 ତାରିଖରେ ଇଂରେଜ ସରକାରଙ୍କୁ ଗାନ୍ଧିଜୀ କଣ ଚେତାବନୀ ଦେଲେ? ନା ଚେତାବନୀ ଦେଲେ ଯେ 7 ଦିନ ଭିତରେ ସମସ୍ତ ରାଜନୈତିକ ଦଳକୁ ମୁକ୍ତ କରା ନଗଲେ ଓ ସମ୍ବାଦପତ୍ରକୁ ପୂର୍ଣ୍ଣ ସ୍ୱାଧୀନତା ଦିଆ ନଗଲେ ସେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ। ତାପରେ ମହାତ୍ମା ଗାନ୍ଧୀ କେଉଁ କାରଣରୁ ଅସହଯୋଗ ଆନ୍ଦୋଳନ ସ୍ଥଗିତ କରିଥିଲେ? କାହିଁକି? ଗୋଟେ ଜିନିଷ, ଚୌରୀ ଚୌରା ଘଟଣା। 1922 ଫେବୃଆରୀ 5 ତାରିଖ ଘଟଣା। ଉତ୍ତରପ୍ରଦେଶର ଗୋରଖପୁରଠାରେ ଚୌରୀ ଚୌରା ବୋଲି ଗୋଟେ ଜାଗା ଅଛି। ସେଇ ଜାଗାରେ ଯୋଉମାନେ ଆନ୍ଦୋଳନ କରୁଥିଲେ ସେମାନେ କଣ କଲେ, ଗୋଟେ ପୋଲିସ ଷ୍ଟେସନରେ ନିଆଁ ଲଗେଇଦେଲେ। ଯୋଉ ନିଆଁ ଲଗେଇଦେଲେ ସେଥିରେ 22 ଜଣ ପୋଲିସ କଣ ହେଲେ, ପୁରା ଜୀଅନ୍ତେ ଜଳିଗଲେ। ତେଣୁ ଯେହେତୁ ଏଟା ଗୋଟେ ହିଂସାତ୍ମକ ଦିଗରେ ଗତି କଲା, ଏଟା ଅନୁଭବ କରିକି ଯେ ଭାରତୀୟ ମାନେ ଏବେ ଅହିଂସା ବା ବିନା ହିଂସାରେ, ବିନା ମାଡ଼ପିଟିରେ ଆନ୍ଦୋଳନ କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ରେଡି ନାହାନ୍ତି, ସେଥିପାଇଁ ମହାତ୍ମା ଗାନ୍ଧୀ ତାକୁ ସ୍ଥଗିତ କରିଲେ। ନାଗପୁର କଂଗ୍ରେସ ଅଧିବେଶନ କେବେ ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ କେତେ ଜଣ ଓଡ଼ିଶାରୁ ପ୍ରତିନିଧି କରିଥିଲେ? ଦେଖ, 1920 ଡିସେମ୍ବର ମାସରେ ହେଇଥିଲା। କୋଉଠି? ନାଗପୁର ହେଇଥିଲା। ଓକେ, କେତେ ଜଣ ଯାଇଥିଲେ ଓଡ଼ିଶାରୁ? ନା 35 ଜଣ। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଗୋପବନ୍ଧୁ ଦାସ କେଉଁଠାରେ ଏବଂ କଣ ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ବାରମ୍ବାର ଏଟା ଏକ୍ସାମରେ ଆସେ। କୋଉଠି? ନା ପୁରୀର ସାକ୍ଷୀ ଗୋପାଳ ଠାରେ। କାହିଁକି କରିଥିଲେ? ନା ଜାତୀୟତାବାଦୀ ଶିକ୍ଷା ଦେବା ପାଇଁ, ନ୍ୟାସନାଲ ଲେଭେଲରେ ଶିକ୍ଷା ଦେବା ପାଇଁ ଏ ବିଦ୍ୟାଳୟଟି କରାଯାଇଥିଲା। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦମନ ପ୍ରକ୍ରିୟାରେ ସମ୍ବଲପୁର ମିଶ୍ର ପ୍ରେସକୁ କେତେ ଟଙ୍କା ଜରିମାନା କରାଯାଇଥିଲା ଆଉ କାହିଁକି? ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦମନ କରିବା ପାଇଁ ସମ୍ବଲପୁରରେ ଯୋଉ ମିଶ୍ର ପ୍ରେସ ଥିଲା ତାକୁ 25 ଟଙ୍କା ଜରିମାନା କରାଯାଇଥିଲା। ସେଇ ସମୟରେ 25 ଟଙ୍କାର ଭ୍ୟାଲୁ ବହୁତ। ଏବଂ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚାଲିଥିବା ବେଳେ ଏହି ପ୍ରେସରୁ ସ୍ୱରାଜ ସଙ୍ଗୀତ ନାମକ ଏକ ପ୍ରାଚୀର ପତ୍ର ଛପା ଯାଇଥିବାରୁ ଏହି ଜରିମାନା କରାଯାଇଥିଲା। ବୁଝିଲା? ଯେହେତୁ ସ୍ୱରାଜ ସଙ୍ଗୀତ ନାମକ ଏକ ପ୍ରାଚୀର ପତ୍ର ଛପା ଯାଇଥିଲା, ସେଥିପାଇଁ ଏହି ଜରିମାନାଟା ପଡ଼ିଥିଲା। ମେ ବି ସେଇ ସମୟରେ 25 ଟଙ୍କାର ଭ୍ୟାଲୁ 25,000 କି 25 ଲକ୍ଷ ଥିବ, ଯୋଉ 2.5 ଲକ୍ଷ ଥିବ, ଏମିତି କହିପାରିବ। ବୁଝୁଛ ନା? କାରଣ তুমি ଯଦି ଦେଖିବ ସରକାରୀ ଚାକିରି ମାନଙ୍କର ଯୋଉ ଦରମା, ସେଟା 10 ବର୍ଷକ ଥରେ କଣ ହଉଛି, ବଢୁଛି। କାହିଁକି? କାରଣ ଇନଫ୍ଲେସନ ବଢୁଛି, ପ୍ରତିବର୍ଷ ଆଭରେଜ 5 ରୁ 6% ବଢୁଛି। ମେହେଙ୍ଗା ଯୋଉ ଆମେ କହୁଛେ ବା ରେଟ, ମହରଗ,
महंगा महंगा भत्ता जो कहते बुझल। तापर 1 नंबर देखा गांधीजी केबे केबे गांधीजी निखिल निष्फल हो ना कौन निखिल भारत खिलाफत सम्मेलन सभापति भाव निर्वाचित होते केबे ना 1919 नवेम्बर मास क्यों तारीख रु भारत शासन आईन 1919 प्रचलित होता केबे 1919 डिसेम्बर 23। असहयोग आंदोलन समय कहार परिदर्शन को सत्याग्रही मान द्वारा बासंद कराइथिला ना वेल्लेश्वर युवराजंकर भारत परिदर्शन केउं स्थान रे अनुष्ठित कांग्रेसर वार्षिक अधिवेशन रे असहयोग आंदोलन चालू रखा निष्पत्ति निगला ना 1921 ख्रीष्टाब्द डिसेम्बर मासरे अहमदाबादर वार्षिक अधिवेशन रे महात्मा गांधी केउं दिन कटक जनसमावेश को उद्बोधन देते 1921 मार्च 23 तारिख मनकपुरा कहार प्रेरणा संबलपुर जिला स्कूल छात्र मैंने असहयोग आंदोलन में जोग देते कहार ना पंडित लक्ष्मी नारायण मिश्र प्रेरणा अलका आश्रम केउठारे प्रतिष्ठित अलका आश्रम तो जगतसिंहपुर यहाँ समस्त आसो केउं लेखापी गोपबंधु को जेल दंड भोगवाक पड़ता ना सत्य हेले सांघातिक ए लेखा संवाद समाज संवादपत्र से लिखिते कनिका प्रजा आंदोलन समय कनिकार राजा किए थे कनिकार राजा थे राजेन्द्र नारायण भंजदेव क्यों संवादपत्र माध्यम कनिका अत्याचार लोकलोचन को आसाला ना समाज उत्कल दिवस संवादपत्र माध्यम कनिका अत्याचार लोकलोचन को आसाला प्रत्येक प्रश्न में दि जाइथिबा 4 गोटी विकल्प मध्यरु ठीक उत्तरटी बाछि तार क्रमिक नंबर सहित लेख। हंटर कमिटी केबे गठित होइथिला केबे 1919 अक्टोबर 14 रे केउंठी असहयोग आंदोलन सहित संपृक्त नुहे ना विदेशी भाषा वर्जन केउठारे कांग्रेस कार्यकारिणी कमिटी असहयोग आंदोलन स्थगित घोषणा अनुमोदन करथिला बंदोली ठारे बरदोलीटा हला बरदोली किए ओडिशा प्रादेशिक कांग्रेस कमिटीर प्रथम सभापति थिले गोपबंधु दास थिले के अनुष्ठान स्वराज्य समाचार प्रतिक्रिया प्रकाश करथिला स्वराज मंदिर बुझले तेणु आम फाइनाली शेष होगा 1 नंबर ठारू लास्ट नंबर पर्यंत तार किसी डाउट नथिबो आराम से बुझाइली समस्ते बुझीथिबो आउ तुमर इतिहासर आउ जेते चैप्टर रहिला सब चैप्टर क्वेश्चन आंसर एभली भाव तुमको डिस्क्रिप्शन बॉक्स में दिया जाइथिबा प्लेलिस्ट भितर मिल मन है ताले कहूची आम पुणी देखा नेक्स्ट वीडियो रे थैंक यू।